ବନ୍ଦେ ମୋ ଭାରତ ବନ୍ଦେ ମୋ ଓଡ଼ିଶା ବନ୍ଦେ ମୋ ସଂସ୍କୃତି। ଏମାନଙ୍କୁ ମଧ୍ୟ ଏମାନେ ଦୀପ ତିଆରି କରୁଛନ୍ତି, ସେମାନଙ୍କ ପଇସା ସେମାନଙ୍କୁ ଯିବ, ସେମାନେ ତାଙ୍କ ପଢ଼ା ଖର୍ଚ୍ଚ ଉଠାଉଛନ୍ତି। ଆମେ ଡେଲି ଗୁଟେଇବାକୁ ଯାଇଥିଲି ଡର ପ୍ଲାଷ୍ଟିକ ଲୁହା 50, 30, 20। ଆଉ କିଛି ଦିନ ପରେ ଆସିବ ଆଲୋକର ପର୍ବ ଦୀପାବଳି। ପୁରାଣ ଶାସ୍ତ୍ରରେ ମତ ଅଛି, ଯଦି ଆମେ ଦୀପଦାନ କରିବା ଶାସ୍ତ୍ର ମତରେ, ତାହେଲେ ପୂର୍ବପୁରୁଷମାନେ ଯେଉଁ ରହିଛନ୍ତି ସେମାନେ ଆଲୋକ ପାଇବେ। କିନ୍ତୁ ଆଲୋକର କଥା, ଦୀପାବଳିର କଥା ଏଇଥିପାଇଁ ମୁଁ କହୁଛି, ଆମେ ଗୋଟେ ଏମିତିଆ ଜାଗାରେ ଅଛୁ, ଯେମିତି କୁହାଯାଏ ଦୀପଟିଏ ଜଳିଲେ ଅନ୍ଧକାର ଦୂରୀଭୂତି ହୁଏ। ସେଇଭଳିଆ ଯଦି ମାନବ ସମାଜକୁ ଶିକ୍ଷାର ବାଟ ଦେଖାଯାଏ, ଯେଉଁ ଅଜ୍ଞାନର ଯେଉଁ କଥା ଥାଏ, ସିଏ ଜ୍ଞାନପ୍ରାପ୍ତ ହେବା ସହିତ ଅଜ୍ଞାନ ଦୂରତା ହେଇଥାଏ। ମୁଁ କାହିଁକି ଏ କଥା କହୁଛି ଜାଣିଛନ୍ତି? ଆପଣଙ୍କୁ ଦେଖିଲେ ଲାଗୁଥିବ ଏଇଟା ମାଟି ଦୀପ, କିନ୍ତୁ ମାଟିରେ ଦେଖାଯାଉଥିବା ଦୀପଟି 5ଟି ଜିନିଷରେ ତିଆରି ହେଇଛି, ଯେମିତିକି ଗୋମୂତ୍ର, ଗୋବର, ଦହି ଆଉ ଗୋଲାପ ଜଳ, ଆଉ ବି କିଛି ମିଶି ଥାଇପାରେ, ଯେତିକି ମୋ ପାଖରେ ତଥ୍ୟ ରହିଛି। କିନ୍ତୁ ଦର୍ଶକ ବନ୍ଧୁ, এই ଦୀପଟି ମୁଁ ଦେଖେଇବାର କାରଣ ବି ଆହୁରି ଗୋଟିଏ ରହିଛି। এইটা ଯେତେବେଳେ ଏଇଟା ହେଉଛି ଦୀପଟିଏ, କିନ୍ତୁ ଯେତେବେଳେ ରଙ୍ଗ ଲାଗିଯାଏ ସେ ଦୀପର ରଙ୍ଗ এইଭଳିଆ ଦେଖାଯାଏ। এই ଯେଉଁ ଦୀପଟି ଆପଣଙ୍କୁ ଦେଖାଉଥିଲି ବିନା ରଙ୍ଗର ଦୀପ, এই ରଙ୍ଗ ଲାଗିଲା ପରେ এইଭଳିଆ ଦୀପଟି ହେଇଯାଏ। ଆଉ এই ଦୀପର ରଙ୍ଗ କେଉଁମାନେ କରିଛନ୍ତି ଜାଣିଛନ୍ତି? ଯେଉଁମାନଙ୍କ ଶିକ୍ଷାର ଲୋଭ ରହିଛି, ଜ୍ଞାନ ଆହରଣର ଇଚ୍ଛା ରହିଛି, କିନ୍ତୁ ଆର୍ଥିକ ବାଧା ସାଜିଛି। ତେଣୁକରି ଆମେ ଏମିତି ଗୋଟେ ଜାଗାରେ ଅଛୁ, ଆସନ୍ତୁ ଏ ଯେଉଁ ବେରଙ୍ଗ ଦୀପକୁ ରଙ୍ଗ ଦେଇ ଶିକ୍ଷାର ବାଟ ଦେଖାଇବାର ଯେଉଁ ପ୍ରୟାସ ଯିଏ କରିଛନ୍ତି, ତାଙ୍କ ସହିତ କଥାବାର୍ତ୍ତା ହେବା। ମ୍ୟାଡ଼ାମ୍, ଚର୍ଚ୍ଚା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ। ନମସ୍କାର। ମ୍ୟାଡ଼ାମ୍, ଆଗକୁ ଦୀପାବଳି, ଆପଣ ଏତେ ସୁନ୍ଦର ଗୋଟେ କାର୍ଯ୍ୟକ୍ରମ କରିଛନ୍ତି, ଯେଉଁଟାକି ପିଲାଙ୍କ ଶିକ୍ଷା ପାଇଁ ଗୋଟେ ଦିଶା ଦେଖାଉଛି। ଏଇ ଯେଉଁ ଶିକ୍ଷାଟା, ଇଏ ବି ଗୋଟେ ପ୍ରକାର ପାଠ କହିଲେ ଚଳେ, କିନ୍ତୁ ଏଇ ପାଠ ସହିତ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ, ଯେଉଁ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ, ଏ ଚିନ୍ତାଧାରା, ଏତେ ସୁନ୍ଦର ଚିନ୍ତାଧାରାଟି କେମିତି ଆସିଲା? ଆକ୍ଚୁଆଲି ମୁଁ ମମତା, ଆଶାୟ ଅର୍ଗାନାଇଜେସନ୍ ଗୋଟେ ଏମିତି ଗୋଟେ ଅର୍ଗାନାଇଜେସନ୍ ଯିଏକି ଷ୍ଟ୍ରିଟ୍ ଚିଲଡ୍ରେନ୍ ମାନଙ୍କୁ ନେଇକି କାମ କରିଥାନ୍ତି। ଯେଉଁମାନେ ପଥପ୍ରାନ୍ତ ଶିଶୁ ଆମର ଯେଉଁ ଅଛନ୍ତି, ସେଇମାନଙ୍କୁ ନେଇକି ଆମ ଆଶାୟ ଅର୍ଗାନାଇଜେସନ୍ କାମ କରିଥାଏ। ତ ଏମାନେ ଆକ୍ଚୁଆଲି ମେନ୍ ଷ୍ଟ୍ରିମ୍କୁ ଏମାନଙ୍କୁ କେମିତି ଆଣିବେ, ଏମାନଙ୍କର ଫ୍ୟାମିଲି ବ୍ୟାକ୍ଗ୍ରାଉଣ୍ଡ ଏମିତି କି ସକାଳ ହେଲା ମାନେ ତାଙ୍କ ଫ୍ୟାମିଲି ବ୍ୟାକ୍ଗ୍ରାଉଣ୍ଡରେ ସେମାନେ ସବୁ କାମକୁ ଚାଲିଯାଆନ୍ତି। ତ ଆଙ୍କର ଯତ୍ନ ନେବା ପାଇଁ କେହି ନଥାନ୍ତି, ଆଙ୍କୁ ଗୋଟେ ମାର୍ଗ ଦେଖାଇବା ପାଇଁ କେହି ନଥାନ୍ତି, ଯେଉଁଟାକି ଯେହେତୁ ଫ୍ୟାମିଲି ଯାଉଛି କେଉଁଠି ଗୋଟେଇବା ପାଇଁ କି କାମ କରିବା ପାଇଁ, ସକାଳ ହେଲା ପଳାଉଛନ୍ତି। ତ ଏମାନଙ୍କର ପାଠ ପଢ଼ିବା ପାଇଁ ଆଙ୍କୁ କେହି ଗୋଟେ ପଛରୁ ନଥାନ୍ତି, ଯେ କେମିତିକି ଇଏ ଗୋଟେ ପାଠ ପଢ଼ୁ କି କିଛି ଶିଖୁ, କି ଯେଉଁ ଶିକ୍ଷା, ଯେଉଁ ମୌଳିକ ଅଧିକାର ସେ ପାଇପାରୁ ବୋଲି। ତ ସେଇମାନଙ୍କୁ ନେଇକି ଆମେ ହିଁ କାମ କରୁଛୁ। ଏଇଠି ବି ପିଲା ଅଛନ୍ତି ଯେଉଁମାନଙ୍କର ଗୋଟେ ଦିନର ରୋଜଗାର ଆପଣ ଭାବୁଥିବେ କେତେ, ଆମର ମିନିମମ୍ 500 ହେଇଥାଏ, କିନ୍ତୁ ଏମାନେ ଏମିତି ପିଲା ଅଛନ୍ତି ଯେଉଁମାନେ କି 1000ରୁ 1500 ଟଙ୍କା ରୋଜଗାର କରିପାରୁଛନ୍ତି ଗୋଟେ ଦିନରେ। ଯଦି ଗୋଟେ ପିଲା ତା ଫ୍ୟାମିଲିକୁ ଆଣିକି 1000ରୁ 1500 ଟଙ୍କା ଆଣିକି ଦେଇପାରୁଛି, ତ ସେ ଫ୍ୟାମିଲି ବି କେବେ ଚାହିଁବନି ଯେ ସେ ପାଠ ପଢ଼ୁ କି କିଛି ଶିଖୁ। ତ ସେଇମାନଙ୍କୁ ନେଇକି ଆମେ କାମ କରୁଛୁ। ସେମାନେ ୟା ସହିତ ମଧ୍ୟ କେବଳ ରୋଜଗାର ନୁହେଁ, ଏମାନେ ନିଶାରେ ଜଡ଼ିତ ଅଛନ୍ତି। ଏମାନେ, ଆପଣ ଭାବୁଥିବେ ଛୋଟ ଛୋଟ ପିଲା, ଏମାନେ ମଧ୍ୟ ସିଗାରେଟ୍, ତମ୍ବାକୁ, ବିଭିନ୍ନ ପ୍ରକାର ନିଶା ଖାଉଛନ୍ତି। ଆମ ଭୁବନେଶ୍ୱରରେ 5ଟା ଆମର ପାଠଶାଳା ଅଛି, ଯେଉଁ ପାଠଶାଳାରେ କେବଳ ଷ୍ଟ୍ରିଟ୍ ଚିଲଡ୍ରେନ୍ ମାନଙ୍କୁ ନେଇକି ଆମେ କାମ କରୁଛୁ। ଆମ ପାଖରେ ବର୍ତ୍ତମାନ ସୁଦ୍ଧା 700ରୁ 800 ଷ୍ଟ୍ରିଟ୍ ଚିଲଡ୍ରେନ୍ ଅଛନ୍ତି, ମାନେ କିଛି ମେନ୍ଷ୍ଟ୍ରିମ୍ ପାଇଁ ଯଦି କିଛି ଆମ ପାଖରୁ ପଳାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଆମ ସହିତ କିଛି ଯୋଡ଼ି ହେଇକି ଅଛନ୍ତି। ଆମେ ସେମାନଙ୍କୁ ନେଇକି ଏଇ କାମ କରୁ। ଯେଉଁମାନେ କେବଳ ପାଠରେ ତ ସମସ୍ତେ ନଥିବେ ନା, କେଉଁମାନଙ୍କର କଳାରେ ଇଚ୍ଛା ଥିବ, କେଉଁମାନଙ୍କର ନାଚରେ ଥିବ, ଗୀତ, ଏମାନଙ୍କୁ ସବୁ ପ୍ରକାର ଆମେ ଫ୍ୟାସିଲିଟିସ୍ ଦେଉଛୁ। ଯିଏ ଯେଉଁଥିରେ ଆଗକୁ ଯିବା ଚାହିଁବ ସେ ଯାଇପାରିବ। ମ୍ୟାଡ଼ାମ୍, ଯେତେବେଳେ ଶିକ୍ଷା କଥା ଆସେ, ସେଇଟା
अज्ञान को ज्ञान प्रदान करे अज्ञान को दूरीभूत करे किंतु दीपावली रे दीप तैयारी करिवार कॉन्सेप्टटा काहेकि पिलाମାନଙ୍କ भितर आसिला आ आपण काहे चिंता कले जे दीपटीए करिवा द्वारा पिलाଙ୍କ भितर थिबा क्रिएटिविटी आइडियाटा आगु को आसीबो तांको भितर काहेकि एई कॉन्सेप्टटा काहे केवल क्रिएटिव आइडिया आसीबो सेटा नुहे ता सहित से मध्य रोजगार क्षम हो पारिबो जोटा कि से तार ता पैसा रे से तार पाठ जिनस किनि पार जेमति कि खाता किनि पारिबो पेन किनि पारिबो पेंसिल किनि पारिबो से माने आत्मनिर्भरशील हो पारिबो जे नाइ मु एटा करिछि मोर एथि पई मते एतिकी टंका मिलिबो आ मु एटा किनि पारिबी आउ एई जगह रे से एमिति अछंती कि हमर कोनोसी जिनस फ्री रे हमें देउ ना तो कौन हुए ना धर तार पेंसिल दरकार तो पेंसिल दाम यदि 5 टंका अच्छी से 3 टंका देव आम 2 टंका ताको देव बुझीपार तो से टाइप सी निजे भाव जे मु मो परिश्रम तो माने मो कष्ट करी पैसाटा मो पाठ पढ़ारे लगे पारि एमाने दीप तैयारी कर पैसा से जीव से पढ़ा खर्च उठे जेमिति कहबा कि आमर ओडिया घरे बा ओडिसा रे 12 मासरे 13 पर्व जेमिति टिके पूर्वरु जाहिची आमर किछि दिन पूर्वरु दशहरा जाइची कुमार पूर्णिमा जाइची एबे दीपावली आसी जो पाठशाला रहिची आशा फाउंडेशन जो रहिची प्रत्येकटी फेस्टिवल को नेकी पिला मानकर आर्थिक स्थिति को क्रिएटिविटी को आगु को आनिया पई एभळे प्रयास करे ना केवल दिवाली रे न केवल दीपावली नुहे नवा वर्ष रे आमे वेल विशर मानन को ग्रीटिंग कार्ड दउ से मानन सहित देखा सब प्रकार पर्व आमर ये पालन करा जाए जमीक कुमार पूर्णिमा रे कुमार उत्सव पालन करा जाए रजरे रज उत्सव पालन करा जाए सब प्रकार पालन करा जाए आमर जेमिति कि पूजा रे जो जो सामग्री लागे आपण सेटा तैयारी करंते पिलानक भितरे मार्केटिंग भी करंते आज्ञा आज्ञा जदि कहबा ये जो दीप तैयारी करबा पिला मानको आर्ट सिखेबा आपण निजे ना आ के ट्रेनर आस्ते नहीं मु तो सबू समस्त तो सब कथा जना न था कि मत जेहेतु पेंटिंग रे नॉलेज अच्छी तो मुझे शिखई दिए ना आमर अलग सेन्टर जो मैंने जो थे धर मो पाखे डांस कर डांस जानी अलग सेन्टर मैडम आसिक डांस शिखाती आम डांस टीचर अच्छा म्यूजिक टीचर अच्छा तबला पिला शिखे जाए तबला टीचर अच्छा समस्त सबु प्रकार टीचर ये अच्छा जेमिति कहबा कि आपणकर दीप कथा रहिला जेतेबेले आपण मार्केटिंग करूछंती बा ए जो दीप तैयारी कॉन्सेप्टटा जेबेठु यात्राटा आरंभ कलेनी को जगह रे बिक्री केते कोन कलेनी आ एडा केते लोकादृत हलानी आपणक माध्यम केवल ओडिसा रे नुहे एटा ओडिसा बाहर को मध्य जाइछि जेंति कि कलिकता जाइछि दिल्ली जाइछि बहुत जगह को हमर जाइछंती बहुत वेल विशर अछंती जो माने कि पिलांक हाथ तैयारी दीप नबा को बहुत आग्रही थांती आ सेमानक पाखु आमे मध्य पार्सल करिताउ आ एमती बहुत बाहर ओडिशा बाहर को मध्य जाइछि दीपर गोटे सुंदर कथाटी अच्छी आधे गोबर गोमूत्र गोलाप जल दही ये जो कॉन्सेप्ट रे जो तैयारी प्रकृत में यही दीपटा को कहीं चूज कले यहाँ एक्चुअली इको फ्रेंडली दिया जमती कि आम आपण मैंने देखि दीपावली पर परिवेश पूरा प्रदूषित हो जाए जमती कि धर कौटी गोटे दीप पड़ी तो सेटा भांगिकी पड़ी था क्या गोड़े पशि जाए कि कौन हुए किंतु ए दीप एटा गोटे माने तार भल ये जे से दीप टोटाल दीपटा ही जलीज पाउंश हो पाउंश को जब आम गछ पाखे देदेवा से खत हिसाब से आमको काम कर तो इको फ्रेंडली परिवेश को प्रदूषित करवा ना से आम यहाँ को बेसी प्रायोरिटी देचु आपण देखुले जी ये पाठशालार जे रही कार्यकर्ता जी मैडम ममता मैडम रही क्यों भाव में पिलामानकर शिक्षा को आग को बढ़ावाई प्रयास करने एत सुंदर कार्यक्रम कर सहित पिला भी अच्छा सहित भी दुई पद कथा तुम ना कौन हबीबा खातून को क्लास पढ़ुच 5 केमती कौन पाठशाला सहित आसिल आमे डेली गुटेबाक जाइथिली डर प्लास्टिक लुआ आ दीदी आमको जाइके गुटे दिन देखिला डाकिके एठे आनिला 50 30 20 10 एमती कहला तमे आम पाखरे कि पाठ पढ़ब पैसा नेबिनी मांगना रे कहिके आमे आसिली तमे कोन कोन पाठशाला सिखिलनी डॉइंग शिखिली क्राफ्ट शिखिली नाच शिखिली गीत शिखिली आउ ए घरे आमे रंग शिखिली आउ लेखिबा शिखिली पाठ पढ़िबा को शिखिली वंदे मो भारत वंदे मो ओडिशा वंदे मो संस्कृति वंदे मो पूषक वंदे मो सैनिक वंदे मो माटी मा हाथ रे हाथ
ମିଶାଇ ଦେବା ତିରଙ୍ଗା ତଳେ ଶପଥ ନେବା ଆମେ ଉଚ୍ଚରେ ରଖିବା ଦେଶର ନାଁ ସ୍ୱାଧୀନ ଭାରତ ସନ୍ତାନ ଆମେ ରେ ଏଇ ଆମ ଜନ୍ମଭୂମି। ଗୀତ ଗାଉଛ ଜରି ଗୋଟେଲା ବେଳେ ଗୀତ ଜାଣିଥିଲ? ଦୀପଟା ଶିଖେଇଲା ମମତା ଦିଦି ଆଉ ଗୀତ ଡ୍ୟାନ୍ସ ଶିଖେଇଥିଲା ହେନା ଦିଦି ଆଉ ଗୀତ ଶିଖେଇଥିଲା ଆମେ ଟିଭିରେ ଦିଦି ଲଗେଇ ଦେଇଥିଲା ମମତା ଦିଦି ଆମେ ଶିଖିଲି। ଗୁଟେଇବାକୁ ଯାଇଥିଲି ଆଉ ପଢ଼ିବାକୁ ପାରୁଥିଲିନି ଆଉ କିଛି ବନେଇବାକୁ ଶିଖିଥିଲିନି ଆମକୁ ସମସ୍ତେ ଦିଦିମାନେ ଆସିକି ଶିଖେଇଲା। ଆମକୁ ଆମେ ବହି ଖାତା କିଣୁଛି କେତେବେଳେ ଦିଦି କିଣିକି ଆଣି ଦେଉଛି ପେନସିଲ କଟର ରବର ଆଉ ବନପତା ଏମିତି ସବୁ କିଣୁଛି। ଆମକୁ ଭଲ ଭଲ କଥା କହୁଛି ଆଉ ରତ୍ନାକର ସାର୍ କେତେବେଳେ ବୁଲିବାକୁ ନେଇକି ଯାଇଲେ କହିକି ରତ୍ନାକର ସାର୍ ଆସିକି କହିକି ଯାଉଛି ଏମିତିଆ କହୁଛି। ଆପଣ ଦେଖୁଥିଲେ କୁନି ଠିପିର ଆଉ ବେଗ ଶିଖିଲି ଆଉ ଆଉ ଯେ ଇଣ୍ଡିଆରେ ଯେ ବେଚ୍ କରୁଛନ୍ତି ସବୁ ଶିଖିଛି ସେଇଆ ଶିଖୁଛି ହାଇ ସେଇ ପାତାରେ ଶିଖିଛି ଆଉ କଣ ଶିଖିଛ? ଆଉ କାଚର ବୋତଲରେ ଡିଜାଇନ୍ କରା ଶିଖିଲି ମମତା ଦି ପାଖରେ ରାକ୍ଷୀ ଠିପିରେ ଆଉ ଇରେ ଶିଖିଲି ଯୋଉ ପଇସା ଦଉଛନ୍ତି ତମେ କଣ ନେଇ କଣ କରୁଛ? ଖାତା ଆଉ ପେନସିଲ୍ କିଣିଛି। ଯୋଉ ଖାତା ପେନସିଲ ତିଆରି ଯୋଉ କିଣିବା ଦ୍ୱାରା କଣ କାମରେ କଣ ଆସୁଛି ଖାତା ପେନସିଲ? ଲିଖିବି ଲେଖିବ ଯୋଉ ମମତା ଦିଦି ଯେତେବେଳେ ପଇସା ଦିଅନ୍ତି ଖୁସି ଲାଗେ କାମରୁ? କୁନି ଓଠରେ ଆଖି ଛଳ ଛଳ ଆଖିରେ ଯେତେବେଳେ ପାଠର କଥା ଆସେ ଯେତେବେଳେ ସ୍ୱପ୍ନର କଥା ଆସେ ଯେତେବେଳେ ଇଚ୍ଛାର କଥା ଆସେ କେତେବେଳେ ସୁଯୋଗ ମିଳେ ଆଉ କେତେବେଳେ ସୁଯୋଗ ମିଳିନି ସବୁ କିଛିକୁ ପୂରଣ କରିବା ପାଇଁ କିନ୍ତୁ ଯେତେବେଳେ ପିଲାଟି ଲୁହା ଗୋଟଉଥିଲା ପ୍ଲାଷ୍ଟିକ ଗୋଟଉଥିଲା ସେତେବେଳେ ଅନ୍ୟ ପିଲାଙ୍କୁ ଦେଖି ତାର ବି ମନରେ ଥିଲା ଯେ ମୁଁ ବି ଟିକେ ପାଠ ପଢ଼ନ୍ତି ମୁଁ ଟିକେ ନାଚନ୍ତି ମୁଁ ଟିକେ ଗୀତ ଶିଖନ୍ତି ମୁଁ ଟିକେ ଚିତ୍ର କରନ୍ତି ଯେଉଁଟାକି ଆଜି ଆପଣ ଦେଖୁଥିବେ ପାଠଶାଳା ସେଇ ପିଲାର ଇଚ୍ଛାକୁ ସମ୍ମାନ ଜଣାଇ ଆଗକୁ ବଢ଼ିବା ପାଇଁ ସୁନ୍ଦର ସୁନ୍ଦର ଜିନିଷ ଶିକ୍ଷା ଦେବା ସହିତ ଦୁଇ ପଇସା ରୋଜଗାର କରିବା ସହିତ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଗୋଟେ ପ୍ରୟାସ ଜାରି ରଖିଛନ୍ତି। ଏତେ ତ ପିଲାଙ୍କ ସହିତ କଥା ହେଲେ ଆଉ ଦୁଇ ପଦ ସେ ମମତା ମ୍ୟାଡ଼ାମଙ୍କ ସହିତ କଥା ହେବା। ମ୍ୟାଡ଼ାମ ଏତେ ସୁନ୍ଦର ପିଲାମାନଙ୍କୁ ଗୋଟେ ମୁଖ୍ୟ ସ୍ରୋତକୁ ଆଣିବା ଶିକ୍ଷା ଦେବା ଗୋଟେ ସଭ୍ୟ ସମାଜରେ ତାଙ୍କୁ ପ୍ରତିଷ୍ଠିତ କରିବା ଯେଉଁମାନେ କି ଆଜିର ଶିଶୁ କାଲିର ଭବିଷ୍ୟତ କଥାରେ କୁହାଯାଏ ତ ଶେଷରେ ଏଇ ଯେଉଁ ଜିନିଷ ଗୁଡ଼ିକ ତିଆରି ହେଉଛି ଆପଣ ଯେମିତି ଏବେ ଟିକେ ପୂର୍ବରୁ ଆମେ ବ୍ୟାକ୍ କ୍ୟାମେରାରେ କଥା ହେଉଥିଲେ ଆପଣ ମାର୍କେଟ ବିଲ୍ଡିଂରେ ବି ଲାଗିଥିଲା ଏଇ ଷ୍ଟଲ୍ ଲାଗିଥିଲା ତ ଲୋକମାନଙ୍କର ଯେଉଁ କାହାକୁ ତ ପଇସା ଦେଇକି କାହା ଭାଗ୍ୟକୁ ବଦଳେଇ ହେଇପାରିବନି କିନ୍ତୁ ଏଇ ଛୋଟିଆ ଛୋଟିଆ ଦୀପ କିଣିବା ଆଉ ତାଙ୍କ ହାତ ତିଆରି ଜିନିଷ କିଣିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ତାଙ୍କ ଶିକ୍ଷା ପାଇଁ ବି ଆଗକୁ ସହଯୋଗର ହେଇପାରିବ ତେଣୁକରି ଏଇ ଯେଉଁ ଦୀପ କିଣିବା ପାଇଁ ଆଉ ଏ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆପଣଙ୍କର ଯେଉଁ ପାଠଶାଳା ରହିଛି ଆପଣଙ୍କର ଯେଉଁ ଆଶାୟ ଫାଉଣ୍ଡେସନ୍ ରହିଛି କେମିତି କ'ଣ ତାକୁ କିନ୍ତୁ ମୁଁ ସେମିତି କହିବାକୁ ଚାହୁଁଛି ଆକ୍ଚୁଆଲି ଏଇଟା ଦୀପ ନୁହେଁ ପିଲାଙ୍କର ଇମୋସନ୍ ଅଛି ଏଥିରେ ଆଉ ମାନେ କେତେ ଦୁଃଖ କଷ୍ଟ ଯେ ଅଛି ତାର ତୁଳନା ନାହିଁ ମୁଁ କହିଲା ବେଳକୁ ବି ମୋ ଆଖିରେ ଲୁହ ଆସିଯାଉଛି ତ ଏଇ ଦୀପ କିଣନ୍ତୁ ଦୀପ କିଣିକି ପିଲାଙ୍କ ଭବିଷ୍ୟତ ବି ଉଜ୍ଜଳ କରନ୍ତୁ ବାସ୍। ଏତେ ଦୀପାବଳିରେ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ବି ଦୁଇ ପଇସା ରୋଜଗାର କରୁଛନ୍ତି ତ ଏଇ ଯେଉଁ ଏତେ ସୁନ୍ଦର ପ୍ରୟାସ ଏତେ ସୁନ୍ଦର ଯେଉଁ ଥିଙ୍କିଂ କେମିତି ଆସିଲା ମନକୁ ଆମେ ନିହାତି ଜାଣିବା ପାଇଁ ଚାହେଁ। ଖାଲି ଯେ ମାନେ ପିଲାଙ୍କୁ ଦେଇଦେଲେ ଯେ ସବୁ କିଛି ହେବନି ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ପଡ଼ିବ ଯେ ମୁଁ କାହାଠୁ କିଛି ହାତ ପତେଇବିନି ଆମ ଏଇଠିକାର ପିଲା ବି ଅଛନ୍ତି କେତେଜଣ ବେଗରିଂ କରୁଛନ୍ତି ତାଙ୍କୁ କେମିତି ସେଇଟା ନ କରିବେ ଆକ୍ଚୁଆଲି ଆମ ଆଶାୟ ଅର୍ଗାନାଇଜେସନ୍ ଯେଉଁ ପିଲାମାନେ ବେଗରିଂ କରୁଛନ୍ତି ଯେଉଁମାନେ ର୍ୟାଗ୍ ପିକିଂ କରୁଛନ୍ତି ଯେଉଁମାନେ ନିଶା ଖାଉଛନ୍ତି ଯେଉଁମାନେ ଡ୍ରପ୍ ଆଉଟ୍ ଅଛନ୍ତି ଏଇସବୁ ପିଲାମାନଙ୍କୁ ନେଇକି ଆମ ଅର୍ଗାନାଇଜେସନ୍ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାମ କରୁଛି ତ ଆମେ ଚାହୁଁ କି ପିଲାଟି କେବେ କାହା ହାତରେ ହାତ ନ ପତାଉ ସେ ନିଜେ ସ୍ୱାବଲମ୍ବୀ ହେଉ ତ ଯଦି ତା ପାଖରେ ଏଇ ଦୀପ ତିଆରି କରିବାର ସ୍କିଲ୍ ଥିବ କି କୌଣସି ପେଣ୍ଟିଂ କରିବାର ସ୍କିଲ୍ ଥିବ କି ନାଚର ସ୍କିଲ୍ ଥିବ କି ଗୀତର ସ୍କିଲ୍ ଥିବ କି କିଛି ପାଠ ପଢ଼ିଥିବ ତ ସେ କେବେ କେଉଁଠି ହାତ ପତାଇବନି ତ ଆମର ସେଇଟା ମୁଖ୍ୟ ଉଦ୍ଦେଶ୍ୟ ସେ କେଉଁଠି ହାତ ନ ପତାଉ ଆମେ ବି ମଧ୍ୟ ତାଙ୍କୁ କୌଣସି ଜିନିଷ ମାଗଣାରେ ଦେଉନାହୁଁ ଆମେ ତାଙ୍କଠୁ 2 ଟଙ୍କା ଆଣିଲେ ହିଁ ଦେଉ
ଏଇଥିପାଇଁ ଯେ ସେ ମାଗଣା ଜିନିଷଟା ନ ହଉ। ମାନଙ୍କ ସହିତ କାମ କରେ ସେମାନଙ୍କ ସୁରକ୍ଷା ଯତ୍ନ ଏବଂ ଶିକ୍ଷା ସହ ଯୋଡ଼ିବା ପାଇଁ ଦୀର୍ଘ 11 ବର୍ଷ ଧରି ଚେଷ୍ଟା କରି ଆସୁଛି। ତା ସହିତ ସେମାନେ କେମିତି ସ୍ୱାବଲମ୍ବୀ ହୋଇପାରିବେ, ସ୍ୱାଭିମାନୀ ଭାବରେ ବଞ୍ଚିପାରିବେ, ସେଥିପାଇଁ ପ୍ରତିବର୍ଷ ଭଳି ଆମେ ଏ ବର୍ଷ ମଧ୍ୟ ଦିଆ ପେଣ୍ଟିଂର କାର୍ଯ୍ୟକ୍ରମ କରୁଅଛୁ। ବର୍ତ୍ତମାନ ଆମର 5ଟି ସେଣ୍ଟରରେ ପାଖାପାଖି 300ରୁ ଉର୍ଦ୍ଧ୍ୱ ପିଲା ହେବେ ଏଇସବୁ ଦିଆ ପେଣ୍ଟିଂରେ ଲାଗିଛନ୍ତି। ଏଇ ଯେଉଁ ଦିଆ ସେମାନେ ପେଣ୍ଟିଂ କରୁଛନ୍ତି ଇକୋ ଫ୍ରେଣ୍ଡଲି ଦିଆ ବୋଲି କହୁଛୁ ବା ପଞ୍ଚଗବ୍ୟ ଦିଆ ବୋଲି କହୁଛୁ। ଗୋମାତାଙ୍କର 5ଟି ତତ୍ତ୍ୱକୁ ନେଇକି ଏ ଦିଆ ପ୍ରସ୍ତୁତ ହେଉଛି। ଆଉ ସେଇ ଦିଆ ଗୁଡ଼ିକୁ ପିଲାମାନେ ସୁନ୍ଦର ସୁନ୍ଦର ଇକୋ ଫ୍ରେଣ୍ଡଲି କଲର୍ ମାଧ୍ୟମରେ ତାକୁ ଡିଜାଇନ୍ କରୁଛନ୍ତି ଏବଂ ତାଙ୍କୁ ଭୁବନେଶ୍ୱର ବିଭିନ୍ନ ପ୍ରାନ୍ତରେ ବିକିବାର ମଧ୍ୟ ବ୍ୟବସ୍ଥା କରୁଛନ୍ତି। ବିଭିନ୍ନ ଷ୍ଟଲ୍, ହାଉସିଂ କମ୍ୟୁନିଟି ମାନଙ୍କରେ, କର୍ପୋରେଟ୍ ଅଫିସ୍ ମାନଙ୍କରେ, ତା ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ଅର୍ଡ଼ର ନେଇ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକଟି ଦିଆର ମୂଲ୍ୟ 25 ଟଙ୍କା, 30 ଟଙ୍କା, 35 ଟଙ୍କା ଏଇସବୁ ରେଟ୍ରେ ଅଛି। ସବୁଠୁ ବିଶେଷତଃ ହେଉଛି ଏ ଦିଆ ବିକ୍ରି ପରେ ସମସ୍ତ ପଇସା ସେମାନଙ୍କ ପାଖକୁ ଆସୁଛି, ଯାହାଫଳରେ ସେମାନେ ତାଙ୍କର ନିଜର ପଢ଼ା ଖର୍ଚ୍ଚ ଉଠାଇ ପାରିବେ, ଜଣେ ସ୍ୱାଭିମାନୀ ଆଉ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ କରିବେ। ଏହା କେବଳ ଯେ ତାଙ୍କ ଭିତରେ ଥିବା କ'ଣ କୁହାଯାଇପାରିବ ଯେ ସୃଜନଶୀଳତା ବୃଦ୍ଧି କରୁଛି ତା ନୁହେଁ, ବରଂ ତାଙ୍କୁ ମେନଷ୍ଟ୍ରିମିଂ କରାଇବାରେ ବେଶୀ ସହଯୋଗ କରୁଛି, ଯାହାଫଳରେ ସେମାନେ ସମାଜ ସହିତ ଚାଲିବାରେ ସକ୍ଷମ ହୋଇପାରୁଛନ୍ତି ଏବଂ ନିଜ ଭିତରେ ଥିବା ଲୁକାୟିତ କଳାକୁ ଦେଖାଇ ପାରୁଛନ୍ତି। ସୁନ୍ଦର କଥା। ସ୍ୱାବଲମ୍ବୀ ହବାର ଗୋଟେ ଶବ୍ଦ ଯେଉଁ ରହିଛି, ପ୍ରତ୍ୟେକଟି ମଣିଷ ପାଖେ ସେ ଜିନିଷ ରହିବା କଥା। କାହିଁକିନା ସ୍ୱାଭିମାନର କଥା ଆସିଲେ ପରିଶ୍ରମର କଥା ଆସେ, ଆଉ ଇଚ୍ଛା ସ୍ୱପ୍ନକୁ ପୂରଣ କରିବା ପାଇଁ ଗୋଟେ କର୍ମର ପନ୍ଥା ବି ଆସେ। ସେଇଭଳି ଭାବରେ ଯଦି କହିବା, ଆପଣ ଶୁଣୁଥିଲେ ଯେଉଁ ମମତା ମ୍ୟାଡ଼ାମ୍ ରହିଛନ୍ତି, କେଉଁଭଳି ଭାବରେ ପିଲାମାନେ କେଉଁ ଜାଗାରେ ଥିଲେ ସେମାନଙ୍କୁ କାଉନସେଲିଂ କରିକି ଆଣିବା, ତାଙ୍କୁ ପାଠ ପଢ଼େଇବା, ତାଙ୍କୁ ଗୋଟେ ରୋଜଗାରକ୍ଷମ କରିବାର ସ୍କିଲ୍ ଶିକ୍ଷା ଦେବା, ଏସବୁ ଗୋଟେ ଛୋଟିଆ କଥା ନୁହଁ। ଇଏ ବର୍ଷ ବର୍ଷର ଧରି ଗୋଟେ ଚିନ୍ତାଧାରା ଆଉ ତା ପ୍ରତିବଦଳରେ ଗୋଟେ ପ୍ରୟାସ, ତା ସହିତ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆଗକୁ ବଢ଼ାଇବା ପାଇଁ ହେଲେ ବହୁତ ଗୁଡ଼ାଏ ଜିନିଷକୁ ଆଗକୁ ଆଣିକି ଠିଆ ହେବାକୁ ପଡ଼େ। ଯେମିତି ଆପଣ ଦେଖୁଥିଲେ ଆଗକୁ ଆସୁଛି ଏତେ ସୁନ୍ଦର ଦୀପାବଳି, ଆଲୋକର ପର୍ବ। ଯେଉଁ ଆଲୋକର ପର୍ବ ସମାଜକୁ ଗୋଟେ ଉଦାହରଣ ଦିଏ ଯେ ଯେତେବେଳେ ଆଲୋକଟିଏ ଜଳେ ଅନ୍ଧକାର ଦୂରୀଭୂତ ହୁଏ। ତ ସେଇଭଳିଆ ପାଠଶାଳା ଆଶାଇ ଫାଉଣ୍ଡେସନ୍ ଯେଉଁ ଦୀପ ମାଧ୍ୟମରେ ପିଲାମାନଙ୍କର ଅନ୍ତର୍ନିହିତ ଯେଉଁ ରହିଛି କ୍ରିଏଟିଭିଟି, ଯେଉଁ ରହିଛି ପ୍ରତିଭା ରହିଛି, এই ଦୀପ ମାଧ୍ୟମରେ ପ୍ରଜ୍ୱଳନ କରିବା ପାଇଁ ଗୋଟେ ସୁନ୍ଦର ପ୍ରୟାସ କରିଛନ୍ତି। ଆଉ ଏଥିସହିତ ତାଙ୍କର ଏଇ ଯେଉଁ ଦୀପଟି ତିଆରି ହେଉଛି ଦୀପାବଳି ପାଇଁ, ଏଇଟା କେବଳ ଯେ ଓଡ଼ିଶାରେ ହିଁ ବିକ୍ରି ହେଉଛି ଆଉ ଓଡ଼ିଶାରେ ହିଁ ଲୋକେ ଏଟାକୁ ଭଲ ପାଇବା ଦେଉଛନ୍ତି ବୋଲି କହିବା ଉଚିତ ହେବନି। କାହିଁକିନା ଆପଣ ତାଙ୍କଠାରୁ ଶୁଣୁଥିଲେ ତାଙ୍କର ଏଇ ଦୀପ ମଧ୍ୟ ଦିଲ୍ଲୀ, କୋଲକାତା, ବାହାର ରାଜ୍ୟକୁ ମଧ୍ୟ ଯାଉଛି। ତେବେ ଏଇ ଯେଉଁ ଛୋଟିଆ ଦୀପଟି ଆପଣ କିଣିବେ ଆଉ ତାଙ୍କର ଶିକ୍ଷାର ଯେଉଁ ଅନ୍ଧକାର ରହିଛି ତାକୁ ଆଲୋକକୁ ଆଣିବା ପାଇଁ ଆପଣ ନିଶ୍ଚିତ ତାଙ୍କଠାରୁ ଦୀପଟିଏ ନିଶ୍ଚିତ କିଣିବେ। ତେବେ ଦର୍ଶକ ବନ୍ଧୁ, ଆଗକୁ ଯେହେତୁ ଆଲୋକର ପର୍ବ ଦୀପାବଳି ଆସୁଛି, ଏଇ ଯେଉଁ ଦୀପାବଳିରେ ଏଇ ଯେଉଁ ସୁନ୍ଦର କାର୍ଯ୍ୟକ୍ରମଟିଏ ଆଶାଇ ଫାଉଣ୍ଡେସନ୍ ମାଧ୍ୟମରେ କରାଯାଇଛି ଆଉ ପିଲାମାନଙ୍କୁ ଆଗକୁ ଆଣିବା ପାଇଁ ଯେଉଁ ସୁନ୍ଦର କାରୁକାର୍ଯ୍ୟର ଚିତ୍ରଶିଳ୍ପୀ ପ୍ରତିଭାକୁ ଆଗକୁ ଅଣାଯାଇଛି, କେଉଁଭଳି ଭାବରେ ଲାଗିଲା ନିଶ୍ଚିତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ଭୁବନେଶ୍ୱର କ୍ୟାମେରା ପର୍ସନ ପ୍ରଦୀପଙ୍କ ସହ ଅପର୍ଣ୍ଣାଙ୍କ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।